ଯେଉଁ ବ୍ୟକ୍ତିର ଭାଗ୍ୟରେ ବହୁତ ପଇସା ଥାଏ ବା ଯିଏ ଭବିଷ୍ୟତରେ ଧନୀ ହେବ ତାକୁ ଏହିସବୁ ସଂକେତ ମିଳିବ। ଏହି 7ଟି ସଂକେତ ତାକୁ ନିଶ୍ଚିନ୍ତ ଭାବରେ ପ୍ରାପ୍ତି ହେବ। ଯଦି ଆପଣଙ୍କୁ ବି ଏହି ସଂକେତ ମିଳେ ତାହେଲେ ଆପଣମାନେ ବି ଖୁବ୍ ଶୀଘ୍ର ଧନୀ ହେବାକୁ ଯାଉଛନ୍ତି ବା ଆପଣଙ୍କ ଭାଗ୍ୟରେ ବି ବହୁତ ପଇସା ଅଛି। ତେବେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଏ ବିଷୟରେ ବିସ୍ତୃତ ଭାବରେ ଜାଣିପାରିବେ। ନମସ୍କାର, ମୁଁ ମନୋଜ ଦାସ, ସ୍ୱାଗତ ଆପଣମାନଙ୍କୁ ଆଜିକାର ଭିଡ଼ିଓରେ। ଦେଖନ୍ତୁ, ଆମେ ସମସ୍ତେ ଧରାପୃଷ୍ଠରେ ଜନ୍ମ ହୋଇଛନ୍ତି। କିଏ ଧନୀ ହେଇକି ଜନ୍ମ ହେଇଛି, କିଏ ଗରିବ ହେଇକି ଜନ୍ମ ହେଇଛି। ଏମିତି ବହୁତ ଜଣ ଅଛନ୍ତି ଯେଉଁମାନେ ଜନ୍ମରୁ ତ ଧନୀ, କିନ୍ତୁ ସମୟର କଳବଳରେ ସେମାନେ ଆଜି ଗରିବ। ଆଉ ଯେଉଁମାନେ ଗରିବ ହେଇକି ଜନ୍ମଗ୍ରହଣ କରିଥିଲେ ସେମାନେ ନିଜର କର୍ମ ବଳରେ, ସମୟର ଚକ ବଳରେ ଆଜି ଧନୀ। ଦେଖନ୍ତୁ, ଈଶ୍ୱରଙ୍କର କୃପା ନ ରହିଲେ, ଭଗବାନଙ୍କର କଲ୍ୟାଣ ଆମ ଉପରେ ନ ରହିଲେ ଆମେ ଜୀବନରେ କେବେ ବି କିଛି ବି କରିପାରିବାନି। ଏ ସାରା ବିଶ୍ୱ ବ୍ରହ୍ମାଣ୍ଡ ଭିତରେ ସାମାନ୍ୟ ପତ୍ରଟିଏ ମଧ୍ୟ ତାଙ୍କ ଇଚ୍ଛା ବିରୁଦ୍ଧରେ ହଲିପାରିବ ନାହିଁ। ଭଗବାନ ପ୍ରତ୍ୟକ୍ଷ ଭାବରେ ଆମକୁ ଦର୍ଶନ ଦିଅନ୍ତି ନାହିଁ, କଥା ସତ, କିନ୍ତୁ ପରୋକ୍ଷ ଭାବରେ ସେ ସବୁଠାରେ ଅଛନ୍ତି। ପ୍ରତ୍ୟେକ ବସ୍ତୁରେ ଭଗବାନ ଅଛନ୍ତି। ଏହା ମଧ୍ୟ ସତ ଯେ ଆମମାନଙ୍କ ଭିତରୁ ବହୁତ ଜଣ ଏମିତି ଭାଗ୍ୟଶାଳୀ ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କ ଉପରେ ଭଗବାନଙ୍କର ଅଧିକ କଲ୍ୟାଣ ପ୍ରାପ୍ତି ହୋଇଥାଏ। ତେବେ ଏହି 7ଟି ଲକ୍ଷଣ ଯଦି ଆପଣମାନଙ୍କ ପାଖରେ ଦେଖାଯାଏ ତାହେଲେ ଆପଣ ଜଣେ ସାଧାରଣ ବ୍ୟକ୍ତି ନୁହନ୍ତି। ଆପଣଙ୍କ ଭିତରେ ଜଣେ ଅସାଧାରଣ ବ୍ୟକ୍ତିତ୍ୱ ଆପଣଙ୍କ ଭିତରେ ଲୁଚି ରହିଛି। ତେଣୁ ଆପଣ ହେଉଛନ୍ତି ଜଣେ ସର୍ବଶ୍ରେଷ୍ଠ ମଣିଷ, କାହିଁକିନା ସାଧାରଣ ମଣିଷମାନଙ୍କ ଭିତରେ ଏସବୁ ଗୁଣ କେବେ ବି ଦେଖାଯାଏନି। ଦେଖନ୍ତୁ, ଏଇ ଯେଉଁ ଲକ୍ଷଣ ଜନ୍ମରୁ ହିଁ ଆପଣଙ୍କୁ ପ୍ରାପ୍ତି ହୋଇଥିବ ଏବଂ କାଳକ୍ରମେ ବଡ଼ ହେଲା ପରେ ଆପଣଙ୍କ ଭିତରେ ସେଇ ଯେଉଁ ଲକ୍ଷଣ ଗୁଡ଼ିକ ରହିଛି ଧୀରେ ଧୀରେ ବିକଶିତ ହେବାକୁ ଲାଗିବ, ଯାହାଦ୍ୱାରା କି ଆପଣମାନେ ସମାଜରେ ସୁଖ୍ୟାତି ଅର୍ଜନ କରିବେ। ଦେଖନ୍ତୁ, ମନୁଷ୍ୟ ଯୋନି ମିଳିବା ଏକ ବଡ଼ କଥା। ସମସ୍ତଙ୍କୁ ଏଇଟା ପ୍ରାପ୍ତି ହୁଏନି। କର୍ମ ବଳରେ ଆମେ ମନୁଷ୍ୟ ରୂପେ ଜନ୍ମଗ୍ରହଣ କରନ୍ତି। ପ୍ରତ୍ୟେକ ମଣିଷର ଗୋଟେ ଜନ୍ମଗ୍ରହଣ କରିବାର ଗୋଟେ ଉଦ୍ଦେଶ୍ୟ ଅଛି। ପ୍ରତ୍ୟେକ ମଣିଷ କୌଣସି ନା କୌଣସି ଉଦ୍ଦେଶ୍ୟ ନେଇକି ସେ ଜନ୍ମଗ୍ରହଣ କରିଥାଏ। ତେବେ ଆପଣମାନେ କେମିତି ଜାଣିବେ ଯେ ଆପଣଙ୍କ ନିକଟରେ ଏହିସବୁ ଗୁଣ ଅଛି ବୋଲି? ଦେଖନ୍ତୁ, ଯେଉଁମାନଙ୍କ ଉପରେ ଈଶ୍ୱରୀୟ କଲ୍ୟାଣ ଅଧିକ ମାତ୍ରାରେ ଥାଏ ସେମାନଙ୍କର କ'ଣ ହେବ ଦେଖିବେ, ଯେତେ ବଡ଼ ଆକ୍ସିଡେଣ୍ଟ ହେଉ, ଯେକୌଣସି ଯେତେ ବଡ଼ ଦୁର୍ଘଟଣା ହେଉ, ସେମାନଙ୍କର କିଛି କ୍ଷତି ହେବନି। ସେମାନେ କେବେ ବି କୌଣସି ବଡ଼ ଧରଣର ଅସୁବିଧାର ଶିକାର ହେବେନି। ତାଙ୍କର କିଛି ବଡ଼ ଧରଣର ସମସ୍ୟା ଦେଖା ହିଁ ଯିବନି ଜୀବନରେ। ଯଦି ବି ସମସ୍ୟା ଦେଖାଯିବ, ସମାଧାନର ବାଟ ବହୁତ ଜଲ୍ଦି ବି ମିଳିଯିବ। ତେବେ ଏଥିରୁ ଜାଣିବେ ଯେ କୌଣସି ଈଶ୍ୱରୀୟ ଶକ୍ତି ଆପଣଙ୍କର ନିଶ୍ଚିନ୍ତ ଭାବରେ ସହାୟତା କରୁଛି, ନହେଲେ ଏସବୁ କେବେ ବି ସମ୍ଭବ ନୁହେଁ। ତେବେ ପ୍ରଥମ ସଂକେତଟି କ'ଣ ନା, ଯେଉଁ ମଣିଷମାନେ ଯେତେ ବି ଅସୁବିଧା ହେଉ ତାଙ୍କ ଜୀବନରେ ନିଜ କର୍ମପଥରୁ କେବେ ବି ବିଚଳିତ ହୁଅନ୍ତି ନାହିଁ। ଖରା ହେଉ, ବର୍ଷା ହେଉ, ଶୀତ ହେଉ, ସେମାନେ ନିଜ କର୍ତ୍ତବ୍ୟକୁ ସୁଚାରୁ ରୂପରେ ପାଳନ କରନ୍ତି। ଲୋକମାନେ ଯେତେ ବି କଟାକ୍ଷ କରନ୍ତୁ ସେମାନଙ୍କୁ, ସେମାନେ ନିଜର କର୍ମପଥରୁ କେବେ ବି ବିଚଳିତ ହୁଅନ୍ତି ନାହିଁ। ଏମାନଙ୍କୁ ନିଜ ଉପରେ ଏବଂ ଭଗବାନଙ୍କ ଉପରେ ବିଶ୍ୱାସ ଥାଏ କି ଦିନେ ନା ଦିନେ ଏହି କର୍ମ ଯୋଗୁଁ ସେମାନେ ନିଶ୍ଚିନ୍ତ ଭାବରେ ଦିନେ ଦୁନିଆରେ ସଫଳ ହେବେ। ଦ୍ୱିତୀୟଟି ହେଲା, ଏ ପ୍ରକାର ବ୍ୟକ୍ତିମାନେ କେବେ ବି କାହା ବିଷୟରେ ଖରାପ କରିକି କୁହନ୍ତିନି। ଅନ୍ୟମାନଙ୍କ ବିଷୟରେ ଗପିବା, ଅନ୍ୟମାନଙ୍କ ବିଷୟରେ ଶୁଣିକି ମଜା ନେବା, ଏମାନଙ୍କର ସେଇଟା ଆଦତ ନଥାଏ। ଯେବେ ବି କେଉଁଠି ଏମାନେ କିଛି ଚର୍ଚ୍ଚା କରିବେ ତାହେଲେ ସେମାନଙ୍କର ଭଲ ଗୁଣ ବିଷୟରେ କହିବେ। ଯଦି କାହାର ଖରାପ ଗୁଣ ବିଷୟରେ ବା କୌଣସି ବ୍ୟକ୍ତି ବିଷୟରେ କିଛି ଖରାପ ମନ୍ତବ୍ୟ ରଖୁଥିବେ, ଯେଉଁଠି ଚର୍ଚ୍ଚା ହେଉଥିବ, ଯେଉଁଠି ଲୋକମାନେ କରୁଥିବେ, ସେମାନେ ସେହି ସ୍ଥାନକୁ ପରିତ୍ୟାଗ କରନ୍ତି ବା ସେହି ଚର୍ଚ୍ଚାଠାରୁ ନିଜକୁ ନିବୃତ୍ତ ରଖନ୍ତି। ଆଜିକାଲିର ଦୁନିଆରେ ସବୁଠି ଆପଣମାନେ ଯିବେ ପରନିନ୍ଦା, ପରଚର୍ଚ୍ଚା, ଅନ୍ୟର କେମିତି ଅହିତ ସାଧନ କରିବେ ସେ ଦିଗରେ ସବୁବେଳେ ଅନ୍ୟକୁ କେମିତି ହଇରାଣରେ ପକାଇବେ, ସବୁବେଳେ କେଉଁଠି ନା କେଉଁଠି ଚର୍ଚ୍ଚା ହେଉଥିବ। ଆପଣମାନଙ୍କ ସାଙ୍ଗମାନଙ୍କ ମହଲରେ ବି ଠିକ୍ ସେଇଭଳିଆ ହିଁ ହେଉଥିବ। ଆପଣ ଏମିତି ବି ବହୁତ ଥର ହେଉଥିବ କି ଆପଣଙ୍କ ପଛପଟରେ ଆପଣଙ୍କର ହିଁ ପ୍ରିୟ ଲୋକମାନେ ଚର୍ଚ୍ଚା କରୁଥିବେ। ଦେଖନ୍ତୁ, ଏଇଭଳି ଯେଉଁମାନେ ବି କାମ କରନ୍ତି ଜୀବନରେ, ସେମାନେ ଜୀବନରେ କେବେ ବି ସଫଳ ହୋଇପାରନ୍ତିନି। କୌଣସି କାର୍ଯ୍ୟରେ ସେମାନଙ୍କୁ କାର୍ଯ୍ୟରେ ସିଦ୍ଧି କେବେ ବି ମିଳେନି। ତେଣୁ ଏ ପ୍ରକାର କାର୍ଯ୍ୟରୁ ନିଜକୁ ନିବୃତ୍ତ ରଖିବା ଉଚିତ। ଆଉ ଯେଉଁମାନେ ରଖନ୍ତି ସେମାନେ ସାଧାରଣ ମଣିଷ ନୁହନ୍ତି, ଅସାଧାରଣ ମଣିଷ। ତାପରଟି କ'ଣ? ତାପରଟି ହେଉଛି ଯେଉଁ ବ୍ୟକ୍ତି ନିଜର କଠିନରୁ କଠିନ କାମ ଭିତରୁ ବା ସେଇ ଭିତରୁ ସମୟ ବାହାର କରିକି ଯେ ଭଗବାନଙ୍କ ଚିନ୍ତନରେ ସମୟ ବିତାଏ।
ଏଇଭଳି ବ୍ୟକ୍ତିମାନେ ସବୁବେଳେ ଭଗବାନଙ୍କୁ ଧ୍ୟାନ କରନ୍ତି। ସେମାନଙ୍କର ସୁଖ ଆସୁ ଦୁଃଖ ଆସୁ ସବୁବେଳେ ଭଗବାନଙ୍କୁ ଧନ୍ୟବାଦ ଦିଅନ୍ତି। ଯଦି ଆଜି ସୁଖରେ ଅଛନ୍ତି ସେଥିପାଇଁ ବି ଭଗବାନଙ୍କୁ ଧନ୍ୟବାଦ ଜଣାନ୍ତି। ଆଉ ଯଦି ଦୁଃଖରେ ଅଛନ୍ତି ଆଜି ଶିକାୟତ ବି କରନ୍ତି ଭଗବାନଙ୍କ ପାଖରେ ଯେ ପ୍ରଭୁ ମୁଁ ଆଜି ଦୁଃଖରେ ଅଛି ବୋଲି ଜଣାନ୍ତି। ଏମିତି ତ ବହୁତ ଲୋକ ଆପଣଙ୍କୁ ମିଳିଯିବେ ଯେଉଁମାନେ କେବଳ ଦୁଃଖରେ ହିଁ ଭଗବାନଙ୍କୁ ଡାକନ୍ତି। ସୁଖ ସମୟରେ ସେମାନଙ୍କୁ ଭଗବାନ ମନେ ପଡ଼ନ୍ତିନି, ସେ କିଏ ସେମାନେ ଜାଣିନଥାନ୍ତି। କିନ୍ତୁ ଯେତେବେଳେ ଦୁଃଖ ଆସିବ ତାଙ୍କ ଜୀବନରେ, କିଛି ସମସ୍ୟା ପଡ଼ିଯିବ, ହେ ପ୍ରଭୁ, ହେ ଜଗନ୍ନାଥ, ଏମିତି କେତେ ଦେବାଦେବୀଙ୍କ ନାମ ଧରି ସେମାନେ ଡାକିବେ ଯେ ତା ଠିକ୍ ଠିକଣା ନାହିଁ। ତେବେ ଆପଣମାନେ ଜୀବନରେ ଯଦି ସବୁବେଳେ ଟିକେ ଟିକେ ସମୟ ଭଗବାନଙ୍କ ଚିନ୍ତନରେ ଦେବେ, ଭଗବାନଙ୍କ ପୂଜାରେ କଟେଇବେ, ତାହେଲେ ଭଗବାନ ବି ଆପଣଙ୍କର ସଦାସର୍ବଦା ମଙ୍ଗଳ କରିବେ। ତାପରଟି ହେଲା, ଯେଉଁ ବ୍ୟକ୍ତି ସମାଜ କଲ୍ୟାଣ କ୍ଷେତ୍ରରେ କାର୍ଯ୍ୟ କରେ, ସମାଜର ଲୋକମାନେ କିପରି ଭଲରେ ରହିବେ, ମଙ୍ଗଳରେ ରହିବେ, ସେମାନଙ୍କର ହିତ ସାଧନ ଦିଗରେ ଯେଉଁମାନେ କାମ କରେ, ନିଜର ଦାୟିତ୍ୱକୁ ଯେଉଁମାନେ ବୁଝନ୍ତି ଏବଂ ସମାଜର ହିତ ସାଧନ ଦିଗରେ ଯେଉଁମାନେ କାମ କରନ୍ତି, ସେମାନେ ବି ଜଣେ ସାଧାରଣ ବ୍ୟକ୍ତି ନୁହନ୍ତି, ଅସାଧାରଣ ବ୍ୟକ୍ତି। ଦେଖନ୍ତୁ, ଧନ ବହୁତ ଜଣ ପାଖରେ ଅଛି, ପ୍ରାୟ ସମସ୍ତଙ୍କ ପାଖରେ କିଛି ନା କିଛି ଧନ ଅଛି, କିନ୍ତୁ ବହୁତ ଜଣ ଏମିତି ଅଛନ୍ତି ଯେଉଁମାନେ ଧନୀ, କିନ୍ତୁ ଯେତେ ବି ଅସହାୟ ଲୋକ ହୋଇଥାନ୍ତୁ ସେମାନେ ତାଙ୍କୁ ଜମା ବି ଟିକେ ଭାବରେ ଅନାନ୍ତି ନାହିଁ। ଯେତେ ବି ଜଣେ ଦୁଃଖରେ ଥାଉ ସେମାନଙ୍କୁ ସେମାନେ ସାହାଯ୍ୟ କରନ୍ତି ନାହିଁ। ବର୍ତ୍ତମାନର ଦୁନିଆରେ ବି ଏମିତି ବହୁତ ଜଣ ଲୋକ ଅଛନ୍ତି ଯେଉଁମାନେ ଅନ୍ୟକୁ ସାହାଯ୍ୟ କରୁଛନ୍ତି। ନିଜର ଶକ୍ତି ସେତିକି ନଥିବ, ନିଜେ ମଧ୍ୟ ଗରିବ ହୋଇଥିବେ, କିନ୍ତୁ ମନରୁ ସେମାନେ ଧନୀ ହୋଇଥିବେ। ଆଉ ଗରିବ ଦୁଃଖୀ ରଙ୍କି ଲୋକ ଦେଖିଲେ ସେମାନେ ସାହାଯ୍ୟ କରିବାକୁ ପଛାନ୍ତି ନାହିଁ। ଯେତିକି ପାରିବେ, ଯେତିକି ସେମାନଙ୍କର ସକ୍ଷମ, ସେ ଅନୁସାରେ ସେମାନେ ସାହାଯ୍ୟ କରନ୍ତି। ତେବେ ଆମ ସମସ୍ତଙ୍କୁ ବି ଜୀବନରେ ଅସହାୟ, ବୃଦ୍ଧ, ରୋଗୀ, ପଶୁ ପକ୍ଷୀ ସମସ୍ତଙ୍କର, ଯେଉଁମାନେ ଅସହାୟରେ ପଡ଼ିଥିବେ, ବିପଦରେ ପଡ଼ିଥିବେ, ସେମାନଙ୍କୁ ସାହାଯ୍ୟ କରିବା ଆବଶ୍ୟକ। ସାହାଯ୍ୟ କଲେ, ଆଜି ଯଦି ଆମେ କାହାକୁ ସାହାଯ୍ୟ କରିଥିବା, ତାହେଲେ ଆମେ ଯେତେବେଳେ ବିପଦରେ ପଡ଼ିବା, ଆମର କୌଣସି ସମସ୍ୟା ଆସିବ, ସେତେବେଳେ ଆମକୁ ମଧ୍ୟ କେହି ଜଣେ ସାହାଯ୍ୟ କରିବ। ଏକଥା ମନେ ରଖିବେ। କେବେ କୌଣସି ବ୍ୟକ୍ତିକୁ ହୀନ ଭାବିବେନି। କୌଣସି ବିକଳାଙ୍ଗ, ବୃଦ୍ଧ, ଅସହାୟ ବ୍ୟକ୍ତିଙ୍କର କେବେ ବି ମଜା ଉଡ଼େଇବେନି। ସବୁ ମଣିଷମାନଙ୍କ ପାଖରେ ଏଇସବୁ ଗୁଣ ନଥାଏ। ଆଉ ଏଇ ପ୍ରକାରର ଗୁଣ ଯେଉଁ ଯେଉଁ ମଣିଷମାନଙ୍କ ପାଖରେ ଥାଏ, ସେମାନେ ଜଣେ ଅସାଧାରଣ ବ୍ୟକ୍ତି। ତାପରଟି ହେଲା, ଏ ପ୍ରକାରର ବ୍ୟକ୍ତିମାନେ କେବେ ବି ଅନ୍ୟାୟ କରିବେନି କି ଅନ୍ୟାୟ କରିବାକୁ ଦେବେନି କାହାକୁ। ଆପଣମାନେ ଦେଖିଥିବେ, ବହୁତ ଜାଗାରେ ସଭା ସମିତିରେ ଦେଖିଥିବେ, ଭଲ ଭଲ ବିଶିଷ୍ଟ ବ୍ୟକ୍ତିମାନେ ବସିକି ସଭାରେ ବସିକି ବି ଅନ୍ୟାୟ କରନ୍ତି, ପକ୍ଷପାତତା କରନ୍ତି। ତେବେ ଯେଉଁ ବ୍ୟକ୍ତିମାନେ ସଭାରେ ହେଉ କିମ୍ବା ସମାଜରେ ହେଉ, ଯେଉଁଠି ବି ହେଉ, କେବେ ବି ଅନ୍ୟାୟକୁ ପ୍ରଶ୍ରୟ ଦିଅନ୍ତି ନାହିଁ, ସତ କହିବାକୁ କେବେ ବି ପଛାନ୍ତି ନାହିଁ, ସେମାନେ ହେଉଛନ୍ତି ଜଣେ ଜଣେ ଅସାଧାରଣ ବ୍ୟକ୍ତି, ଯେଉଁମାନଙ୍କ ପାଖରେ ଏସବୁ ଗୁଣ ଅଛି। କେତେଜଣ କହିବାକୁ ଚେଷ୍ଟା କରନ୍ତି, ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ମନ କରନ୍ତି, କିନ୍ତୁ କହିପାରନ୍ତିନି, ଚୁପ୍ ରୁହନ୍ତି। କିନ୍ତୁ ଏମିତି ବହୁତ କମ୍ ଜଣ ଅଛନ୍ତି ନ୍ୟାୟବାଦୀ ଏବଂ ସ୍ପଷ୍ଟବାଦୀ। ଅନ୍ୟାୟ ବିରୁଦ୍ଧରେ ସେମାନେ ସ୍ୱର ଉତ୍ତୋଳନ କରନ୍ତି, ସେଥିପାଇଁ ସେମାନେ ବିପଦରେ ବି ପଡ଼ନ୍ତି, କିନ୍ତୁ ତଥାପି କହିବାକୁ ସେମାନେ କେବେ ବି ପଛାନ୍ତି ନାହିଁ। ଯେଉଁମାନଙ୍କ ପାଖରେ ଏସବୁ ଗୁଣ ଥାଏ, ସେମାନେ ହେଉଛନ୍ତି ଜଣେ ଜଣେ ଅସାଧାରଣ ବ୍ୟକ୍ତି। ଏବଂ ସେମାନେ ଯେତେବେଳେ ସମସ୍ୟାରେ ପଡ଼ିବେ, ସେତେବେଳେ ଭଗବାନ ସେମାନଙ୍କର ସହାୟତା କରନ୍ତି। ଏହି ପ୍ରକାର ବ୍ୟକ୍ତିମାନେ କେବେ ବି ଅନ୍ୟର ଧନକୁ ହରଣ କରନ୍ତି ନାହିଁ, ଅନ୍ୟର ବସ୍ତୁକୁ ହରଣ କରନ୍ତି ନାହିଁ, ଅନ୍ୟର କେବେ ବି ବିପଦରେ ଯଦି କିଏ ପଡ଼ିଥିବ ତାର ସେ ଫାଇଦା ଉଠିବାକୁ ଚେଷ୍ଟା କରନ୍ତି ନାହିଁ। କୌଣସି ମନୁଷ୍ୟକୁ ଘୃଣା କରେନି, କୌଣସି ମଣିଷର ଜୀବିକାକୁ ଯେମିତି କୌଣସି ପ୍ରକାର ଆଞ୍ଚ ନ ଆସେ ସେ ଦିଗରେ ସେ କେବେ ବି କୌଣସି କାର୍ଯ୍ୟ କରେନି। ଏ ପ୍ରକାରର ମଣିଷ ହେଉଛନ୍ତି ଶ୍ରେଷ୍ଠ ମଣିଷ। ତାପରଟି ହେଲା ପୂର୍ବାଭାସ। ମାନେ ଆପଣଙ୍କ ଜୀବନରେ ଯାହା ବି କିଛି ଘଟିବାକୁ ଥିବ ବା ସମାଜରେ କିଛି ଯଦି ଖରାପ ଘଟିବାକୁ ଥିବ, ଭଲ ହେଉ ମନ୍ଦ ହେଉ, ଆପଣଙ୍କୁ ଟିକେ ପୂର୍ବରୁ ଅନୁମାନ ହୋଇଯାଏ। ଏମିତି ବହୁତ ଜଣ କମ୍ ଅଛନ୍ତି, ବହୁତ କମ୍ ଲୋକ ଏମିତି ଅଛନ୍ତି, କିନ୍ତୁ ଅଛନ୍ତି ଯେଉଁମାନେ ଜାଣିପାରନ୍ତି ଯେ ଆଗକୁ ସେମାନଙ୍କର ହେଉ କିମ୍ବା ସମାଜରେ ହେଉ, ତାଙ୍କ ସାଙ୍ଗସାଥିମାନଙ୍କ ଗଣରେ ହେଉ, କିଛି ନା କିଛି ଘଟିବାକୁ ଯାଉଛି, ଭଲ ହେଉ ମନ୍ଦ ହେଉ, ସେମାନେ ଜାଣିପାରନ୍ତି। ତେବେ ଏଇଟା କେମିତି ଜାଣିପାରନ୍ତି ନା, ଯେହେତୁ ଈଶ୍ୱରଙ୍କ ଶକ୍ତି କେଉଁଠି ନା କେଉଁଠି ତାଙ୍କର ସହାୟତା କରୁଛି, ସେଥିପାଇଁ ସେମାନେ ଜାଣିପାରନ୍ତି ଯେ ଆଗକୁ ଭଲ ହେବ ନା ମନ୍ଦ ହେବ। ଯଦି ଆପଣଙ୍କୁ ବି ଏହି ପ୍ରକାରର ଗୁଣ ଆପଣଙ୍କ ପାଖରେ ଅଛି, ତାହେଲେ ଆପଣ ବି ଜଣେ ହେଉଛନ୍ତି ଅସାଧାରଣ ବ୍ୟକ୍ତି। ତାପରଟି ହେଲା ବାସ୍ନା, ସୁଗନ୍ଧିତ ବାସ୍ନାର ସଂକେତ ମିଳିବା। ଦେଖିବେ ବହୁତ ଥର ଏମିତି ହୁଏ, ଆମେ କୌଣସି ଜାଗାରେ ଥିବା, ଆଉ ଆମକୁ ଯେମିତି ସେ ଜାଗାଟା ବହୁତ ସୁନ୍ଦର ଲାଗିବ, ଆଉ ମହମହ ବାସ୍ନା, ସୁନ୍ଦର ଫୁଲମାନଙ୍କର ବାସ୍ନା ହେଉ, ଧୂପର ବାସ୍ନା ହେଉ,
कर्पूर बास्ना हो सुगंधित बास्ना आम नाकरे पड़ो तेज से जगह निश्चिंत भाव में पवित्र जगह आउ ईश्वरंकर कोउटना कोटी सत्ता से जगार अच्छी एभली संकेत सेतबेले मिले जेतबेले ईश्वरंकर कल्याण विशेष रूप से आपणक उपरे थाए तापरटी कौन ना तापरटी होछि ब्रह्म मुहूर्त आपणकर प्राय समय निद भांगिब माने प्राय समय आपण माने से ब्रह्म मुहूर्तर समय उठी पड़ुथिबे आजिकाल व्यस्तबहुल जीवन भितर लोक मैंने 8टा 9टा 10टा बेले उठुचंती एवं काम को जाउछंती किंतु से भितर जदि आपण माने ब्रह्म मुहूर्त उठुचंती ताले निश्चिंत भाव में ईश्वरंकर किसी विशेष कृपा आपणक उपरे रही तेबे आपण को भी जदि यही सबू संकेत मिली आपणक निकटरे भी जदि यही सबू गुण अच्छी आपण जीवन में सब जदि घटनाटी मान घटुची ताले निश्चिंत भाव में आपण जड़े असाधारण व्यक्ति आउ खूब शीघ्र आपण माने जीवन में उन्नति करने को जाउछंती आपण माने निज कर्म क्षेत्र में निश्चिंत भाव में सफल हेबे जीवन में बहुत अर्थ रोजगार करेंगे अर्थर समस्या केबे भी आपण जीवन में रही तो आपण माने प्रश्न निहाती भाव में करेंगे जे मु ये सब संकेत देखी किंतु तथापि मो जीवन में तो समस्या ही समस्या आपण केमती कहउछन देखो समस्या आज्ञा समस्त जीवन में अच्छी भगवान कृष्ण भी धरापृष्ठ में जन्मग्रहण करते राम भी जन्मग्रहण करते से भी समस्या दे गति करते आम समस्ते समस्या दे गति करवा से बड़ कथा किसी नुह किंतु आम जीवन में समस्या आसवाटा जी बड़ कथा नुह समस्यार समाधान केते सुरखुर सेटा बड़ कथा आपण उपरे जदि ईश्वरंकर वरदान थी आपणकर कर्म जदि भल थी निश्चिंत भाव में आपण को सहायतार हाथ मिल आपण नुआ नुआ बाट खोल जो थे कि आपण मैंने सफल हेबे तेबे आशा करुँच आजिकार भिडियोटी आपण मानक किसी ना किसी ज्ञान दे पारे तेबे भिडियोटी जदि भल लगी था भिडियो को लाइक करेंगे शेयर करेंगे चैनल को सब्सक्राइब निहाती भाव में करेंगे केमिति लागिला कमेंट माध्यम जनइबे रहिली जय जगन्नाथ।